हरे कृष्ण। कार्तिक मास महामहोत्सव की जय। ତ ଆମେ ଆଜି କାର୍ତ୍ତିକ ମାସର ଦ୍ୱିତୀୟ ଦିନରେ ପହଞ୍ଚି ଯାନ୍ତି। ତେଣୁ କାର୍ତ୍ତିକ ମାସରେ ବୃନ୍ଦାବନରେ ବହୁତ ସୁନ୍ଦର ମନ୍ଦିର ଅଛି। ଶ୍ରୀଜୀ ଅର୍ଥାତ୍ ଶ୍ରୀମତୀ ରାଧାରାଣୀଙ୍କର ମନ୍ଦିର। ତ ପ୍ରତ୍ୟେକ ଦିନ ଭକ୍ତ ମାନେ ସେଠି ସମାଗମ ଭକ୍ତ ମାନଙ୍କର ହୁଏ। ସେଠି ସେମାନେ ଶ୍ରୀମତୀ ରାଧାରାଣୀଙ୍କର ବହୁତ ସୁନ୍ଦର ପ୍ରାର୍ଥନା ଗାଆନ୍ତି। ଆଉ ବହୁତ ବିଶେଷ ପ୍ରାର୍ଥନା ଅଛି, ରାଧା କୃପା କଟାକ୍ଷ ମୁନୀନ୍ଦ୍ର ବନ୍ଦେ ବନ୍ଦିତେ ତ୍ରୈଲୋକ୍ୟ ଶୋକ ହାରିଣୀ ଇତ୍ୟାଦି। ତ ସେଇଠି ଶ୍ରୀମତୀ ରାଧାରାଣୀଙ୍କର ସେବାରେ ପ୍ରାର୍ଥନା କରାଯାଏ କି ଶ୍ରୀମତୀ ରାଧାରାଣୀ ଆପଣଙ୍କୁ ବହୁତ ସୁନ୍ଦର ସୁନ୍ଦର ଭକ୍ତମାନେ ଶୁଦ୍ଧ ଭକ୍ତମାନେ ଆପଣଙ୍କର ସେବା କରନ୍ତି। ଆଉ ବାସ୍ତବରେ ଆପଣ ଏ ତ୍ରିଲୋକର ସୁଖକୁ ନଷ୍ଟ କରିବା ପାଇଁ ସମର୍ଥ। ତେଣୁ ଏ ଶ୍ରୀଜୀଙ୍କର ମନ୍ଦିର ଟିକେ ଉଚ୍ଚ ସ୍ଥାନରେ ଅଛି, ପର୍ବତ ଉପରେ ଅଛି। ତେଣୁ ଯେତେବେଳେ ସୁନ୍ଦର ପ୍ରାର୍ଥନା ଭକ୍ତମାନେ ଗାଆନ୍ତି ତ ନିଶ୍ଚୟ ଭାବରେ ଏତେ ଉଚ୍ଚତମ ସ୍ତରରେ ଏଇ ସୁନ୍ଦର ପ୍ରାର୍ଥନା ଜୀବ ମାନଙ୍କର ପରେ ଭକ୍ତ ମାନଙ୍କର ହୃଦୟର ଗଭୀରତମ ପ୍ରଦେଶକୁ ସ୍ପର୍ଶ କରେ। ଆଉ ତାଙ୍କର ମନ, ହୃଦୟ, ବୁଦ୍ଧି ରେ ଭଗବାନ ବୁଦ୍ଧିରେ ଶ୍ରୀମତୀ ରାଧାରାଣୀଙ୍କର ଏଇ ଦିବ୍ୟ ପ୍ରାର୍ଥନା ତାଙ୍କର ଭକ୍ତିର ପ୍ରଦୀପକୁ ପ୍ରଜ୍ୱଳନ କରେ। କୁହାଯାଏ ଗୋଟେ ସାମାଜିକ ବ୍ୟକ୍ତି ସହିତ ଆମେ ଯେତେବେଳେ ସଙ୍ଗ ପ୍ରାପ୍ତ କରନ୍ତି ତାଙ୍କର, ତ ଆମେ ସୁସାମାଜିକ ବ୍ୟକ୍ତି ହୁଅନ୍ତି। ସେମିତି ଜଣେ ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ସହିତ ସଙ୍ଗ କଲେ ଆମେ ତଦ୍ ଅନୁରୂପ ଭକ୍ତ ରୂପରେ ପରିଗଣିତ ହୁଅନ୍ତି। ଆଉ ଭଗବାନ କୃଷ୍ଣଙ୍କର ଯେତେ ସୁନ୍ଦର ସୁନ୍ଦର ଭକ୍ତ ମାନ ଅଛନ୍ତି, ଶ୍ରୀମତୀ ରାଧାରାଣୀ ହେଲେ ସର୍ବୋତ୍ତମ ସେବିକା। ଯେମିତି ସୂର୍ଯ୍ୟଙ୍କ ଠାରୁ ସୂର୍ଯ୍ୟ କିରଣ ଭିନ୍ନ ନୁହେଁ, ତ ସେମିତି ଶ୍ରୀମତୀ ରାଧାରାଣୀଙ୍କର ବିନା କୃଷ୍ଣଙ୍କୁ କଳନା କରିହବନି। କାରଣ ଶ୍ରୀମତୀ ରାଧାରାଣୀ ହେଲେ ପ୍ରେମ ରୂପ, ଅର୍ଥାତ୍ ସମସ୍ତ ଦିବ୍ୟ ପ୍ରେମର ସ୍ୱରୂପ ହେଲେ ଶ୍ରୀମତୀ ରାଧାରାଣୀ। ପ୍ରେମ ଆନନ୍ଦ ତରଙ୍ଗିଣୀ। ଏଇ ପ୍ରେମର ସାଗରର ଯୋଉ ଆନନ୍ଦ ଅଛି, ତ ତରଙ୍ଗ ଅଛି, ତ ଶ୍ରୀମତୀ ରାଧାରାଣୀ ତାହାର ପ୍ରତୀକ। ଶ୍ରୀମତୀ ରାଧାରାଣୀଙ୍କୁ ମଧ୍ୟ କୁହାଯାଏ ପ୍ରେମ ହର, ପ୍ରେମ ଦାତ୍ରୀ, ଯିଏ ଦିବ୍ୟ ଆଧ୍ୟାତ୍ମିକ ପ୍ରେମକୁ ପ୍ରଦାନ କରନ୍ତି। ତେଣୁ ରୂପ ଗୋସ୍ୱାମୀଙ୍କ ଦ୍ଵାରା ପ୍ରାର୍ଥନା ପଦ୍ଧତିରେ ବହୁତ ସୁନ୍ଦର ପ୍ରାର୍ଥନା ଶ୍ରୀମତୀ ରାଧାରାଣୀଙ୍କୁ କରାଯାଇଛି। କି ସେ ପ୍ରାର୍ଥନା ମଧ୍ୟ ଆମେ ଭଗବାନ କୃଷ୍ଣଙ୍କ ପ୍ରତି କରିପାରିବା, ଶ୍ରୀମତୀ ରାଧାରାଣୀଙ୍କ ପ୍ରତି କରିପାରିବା। ତେଣୁ ନିଶ୍ଚୟ ଭାବରେ ଏହା ଆମ ପାଇଁ ପ୍ରେୟର ଗାଇଡ ଭଳିଆ। ତ ଯୋଉଥିରେ ବର୍ଣ୍ଣନା କରାଯାଇଛି, ହେ ଶ୍ରୀମତୀ ରାଧାରାଣୀ, ଆପଣଙ୍କର ଯୋଉ ଦିବ୍ୟ ଅଙ୍ଗ କାନ୍ତି ସୁବର୍ଣ୍ଣ, ଶୁଦ୍ଧ ସୁବର୍ଣ୍ଣ ଠାରୁ ମଧ୍ୟ ଅଧିକ ଜାଜଲ୍ୟମାନ। ଆପଣଙ୍କର ନୟନ କପୋତର ନୟନ ଅପେକ୍ଷା ଅଧିକ ସ୍ନିଗ୍ଧ। ଏବଂ କୋଟି ଚନ୍ଦ୍ରର ଅପ୍ରତିମ ପ୍ରତିମା ଦ୍ଵାରା ପ୍ରତିମା ଆପଣଙ୍କର ଯୋଉ ସୌନ୍ଦର୍ଯ୍ୟ ସୁସୌନ୍ଦର୍ଯ୍ୟ ମୁଖ ପଦ୍ମ ଅଛନ୍ତି ତାଙ୍କୁ ପ୍ରତିହତ କରୁଛି। ଏବଂ ଆପଣଙ୍କର ଯୋଉ ବସ୍ତ୍ର ପରିଧାନ କରିଛନ୍ତି, ତ ତାହା ଏଇ ବର୍ଷା ଋତୁର ଯୋଉ ମେଘର ସହିତ ତୁଳନୀୟ। ତ ଶ୍ରୀମତୀ ରାଧାରାଣୀ ବାସ୍ତବରେ ଅଧିକ ସ୍ନିଗ୍ଧ ଏବଂ ସୌନ୍ଦର୍ଯ୍ୟମୟୀ। ଏବଂ କୁହାଯାଏ ମଧ୍ୟ କୋଟି କୋଟି ପୂର୍ଣ୍ଣିମାର ଚନ୍ଦ୍ର ମାନଙ୍କର ଯୋଉ ପ୍ରତିମା ଅଛି, ଅପ୍ରତିମ ପ୍ରତିମା, ତ ସେଇ ପ୍ରତିମା ମଧ୍ୟ ଶ୍ରୀମତୀ ରାଧାରାଣୀଙ୍କର ପାଦ ପଦ୍ମର ଯୋଉ ନଖ ଅଛି, ତ ତାର ସାମ୍ନାରେ ଫିକା ପଡିଯାଏ। ହଁ, ରାଧାରାଣୀଙ୍କର ମୁଖ ପଦ୍ମର କଥା କଣ ବା କହିବା। ତେଣୁ ଶ୍ରୀମତୀ ରାଧାରାଣୀଙ୍କର ଯୋଉ ବସ୍ତ୍ର ମଧ୍ୟ ଅଛି, କୁହାଯାଏ ଏମିତି ଶ୍ରୀମତୀ ରାଧାରାଣୀ ବର୍ଷା ଋତୁର ଯୋଉ ମେଘବାରି ଅଛନ୍ତି, ତ ତାଙ୍କର ସାଙ୍ଗରେ ତୁଳନା କରାହଉଛି। କାହିଁକି ନା ଶ୍ରୀମତୀ ରାଧାରାଣୀ ହେଲେ କୃଷ୍ଣମୟୀ। ତେଣୁ ଶ୍ରୀମତୀ ରାଧାରାଣୀ ପ୍ରତ୍ୟେକ ସମୟରେ ଭଗବାନ କୃଷ୍ଣଙ୍କର ହିଁ ଚିନ୍ତନ କରୁଥାନ୍ତି।
ଆଉ ତାଙ୍କର ଯୋଉ ସୌନ୍ଦର୍ଯ୍ୟ ଦିବ୍ୟ କୃଷ୍ଣ ପ୍ରେମର ରସରେ ସିକ୍ତ ହେବା ଦ୍ଵାରା ସେଇ କୃଷ୍ଣ ପ୍ରେମର ରସକୁ ସେ କଣ କରନ୍ତି ସମସ୍ତ ଭକ୍ତ ମାନଙ୍କର ଉପରେ ସିଞ୍ଚନ କରିଥାନ୍ତି। ତେଣୁ ସେଥିପାଇଁ ଏଇ ମାସରେ ଆମେ ଅଧିକ ଶ୍ରୀମତୀ ରାଧାରାଣୀଙ୍କର ପ୍ରତି ତାଙ୍କର କୃପା ପାଇବା ପାଇଁ ପ୍ରୟାସ କରିବା ଦରକାର। हरे कृष्ण। श्रील प्रभुपाद की जय। कार्तिक मास दामोदर मास महामहोत्सव की जय।